वाह। ଆମେ ଆଜି ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 268 269। ଏ ଦୁଇଟି ଭାରି ଗମ୍ଭୀର ବିଷୟ ରହିଛି। ପ୍ରଭୁ ଲେଖୁଛନ୍ତି ଜ୍ଞାନ 268ରେ, ଏପରି ଗୋଟିଏ ଗୋଟିଏ ବେଳ ଥାଏ ଯେତେବେଳେ କି କର୍ମ କରିବା ଅନୁଚିତ କିମ୍ବା ଅସମ୍ଭବ ହୋଇପଡେ। ସେତେବେଳେ କୌଣସି ବାହ୍ୟ ଏକାନ୍ତତା ମଧ୍ୟକୁ ଅଥବା ଆପଣା ଆତ୍ମାର କୌଣସି ନିଭୃତ ସ୍ଥାନକୁ ଯାଇ ତୁମେ ତପସ୍ୟାରେ ପ୍ରବିଷ୍ଟ ହୋଇ ରହିବ ଏବଂ ତାପରେ ସେହି ଦିବ୍ୟ ଉତ୍ସରୁ ଯାହା କିଛି ସନ୍ଦେଶ ଅଥବା ରୂପାୟଣ ଆସିବ ତାହାରି ଲାଗି ପ୍ରତୀକ୍ଷା କରିବ। ଜ୍ଞାନ 268ରେ ଯୋଉଟା କହୁଛନ୍ତି ଯେ କର୍ମ ନ କରି ନିଜକୁ ଏକ ନିବୃତ୍ତ ସ୍ଥାନରେ ଯାଇ ଦିବ୍ୟ ଉତ୍ସରୁ ସନ୍ଦେଶ ପ୍ରାପ୍ତ କରିବା ପାଇଁ ପ୍ରସ୍ତୁତ କରିବା। କିନ୍ତୁ ଆ ପୂର୍ବରୁ ସବୁ ସମୟରେ ସବୁ ସ୍ଥାନରେ ବାରମ୍ବାର କହିଛନ୍ତି ଯେ ତୁମେ ମାଙ୍କୁ ସବୁବେଳେ ନିରନ୍ତର ଡାକି କର୍ମରେ ଲିପ୍ତ ରୁହ। କର୍ମ ହିଁ ହଉଛି ସାଧନ। ରୂପାନ୍ତର ଯୋଗରେ ଯେହେତୁ ଆମର ମନ ପ୍ରାଣ ଶରୀର ତିନୋଟି ଯାକ ରୂପାନ୍ତର ହେବେ ଏବଂ ବାହ୍ୟ ଏ ଜଡ଼ ସ୍ତର ବା ସ୍ଥୂଳ ଶରୀର ଫିଜିକାଲ ବା ପୁରା ଜଡ଼ର ଯେହେତୁ ରୂପାନ୍ତର ଆବଶ୍ୟକ, ତେଣୁ ସେତେବେଳେ କର୍ମ କରିଲେ କଣ ହବ ନା ଆମ ଭିତରେ କେତେ ଗୁଡେ ସାମର୍ଥ୍ୟ କେତେ ଗୁଡେ ଅସାମର୍ଥ୍ୟ ମନ ପ୍ରାଣ ସବୁ ଜାଗାରେ ରହିକି ଲୁକାୟିତ ହେଇକି ରହିଛି, ସେ ସବୁ ବାହାରକୁ ଆସିବେ ଏବଂ ଦିବ୍ୟ ଆଲୋକରେ ବା ମାଙ୍କ ଆଲୋକ ସମ୍ମୁଖକୁ ଆସିବେ ଏବଂ ତା ଉପରେ ଆମର କର୍ତ୍ତୃତ୍ୱ ଆସିବ, ପ୍ରଭୁତ୍ୱ ତାପରେ ଆସିବ। ତାପରେ ଆମର ଯେ ରୂପାନ୍ତର ପାଇଁ ସେଗୁଡିକ ମାଙ୍କ ପାଖରେ ପ୍ରସ୍ତୁତ ହେଇକିରି ଆମେ ଯେମିତି ଅଫର କଲା ଭଳିଆ କରିପାରିବା। ଏବଂ ସେଥିପାଇଁ କର୍ମ ଏବଂ କଲେକ୍ଟିଭ ୱାର୍କ କଥା ବାରମ୍ବାର କହୁଛନ୍ତି, ତେଣୁ ଦରକାର। କିନ୍ତୁ ଏଠି ପୁରା ଯେମିତି ତାର ଅପୋଜିଟ କଥା କହିଲେ ଯେ ବେଳେ ବେଳେ ଥାଏ, ଗୋଟେ ବେଳ ଥାଏ ଯେତେବେଳେ କି କର୍ମ କରିବା ଅନୁଚିତ କିମ୍ବା ଅସମ୍ଭବ ହୋଇପଡେ। ସେତେବେଳେ କୌଣସି ବାହ୍ୟ ଏକାନ୍ତତା ମଧ୍ୟକୁ ଆପଣା ଆତ୍ମାର କୌଣସି ନିଭୃତ ସ୍ଥାନକୁ ଯାଇ ତୁମେ ତପସ୍ୟାରେ ପ୍ରବିଷ୍ଟ ହୋଇ ରହିବ ଏବଂ ତାପରେ ସେଇ ଦିବ୍ୟ ଉତ୍ସରୁ ଯାହା କିଛି ସନ୍ଦେଶ ଅଥବା ରୂପାୟଣ ଆସିବ ତାହା ଲାଗି ପ୍ରତୀକ୍ଷା କରିବେ। ଯେ ଏଇଠି ପ୍ରଶ୍ନ ଆସେ, ମୁଁ କେତେବେଳେ ଜାଣିବି ଯେ ମୋର ଏଇ କାମଟି ଦରକାର ବୋଲି? ଏଠି ଆଉ ଗୋଟେ ମିସକନସେପ୍ଟ ହେଇପାରେ, ଯୋଉଟା ବାବାଜୀ ମହାରାଜଙ୍କୁ ପଚରା ହେଇଥିଲା ଯେ ମୁଁ ନିଜେ ତ ହୋଇ ଉଠି ନାହିଁ, ମୋର ନିଜର ପ୍ରସ୍ତୁତି ସରିନାହିଁ, ତେବେ ମୁଁ କେମିତି ଭାଷଣ ଦେବା କଥା ହଉ, କାମ କରିବା କଥା ହଉ, କାହାକୁ ନେଇକି କାମ କରିବା କଥା ହଉ କେମିତି କରିବି? ମହାରାଜ ସେତେବେଳେ କହିଲେ ଯେହେତୁ ଏଇଟା ଅତିମାନସ ଶକ୍ତିର ପ୍ରଭାବରେ ରୂପାନ୍ତର ଯୋଗରେ ଆମର ପ୍ରସ୍ତୁତି ଗୋଟିଏ ଦିନରେ ହବା ସମ୍ଭବ ନୁହେଁ, ତେଣୁ ଆମେ ନିଜେ ପ୍ରୟାସୀ ରହିବା ସହିତ ଅନ୍ୟମାନଙ୍କ ସହିତ କାମ କରିବାକୁ ଆମକୁ ପଡିବ ଏବଂ ତା ଭିତରେ ଭିତରେ କଣ ହବ, ଆମର ପୂର୍ଣ୍ଣତା ଦିଗକୁ ଯାତ୍ରା ହବ ଏବଂ ଅନ୍ୟମାନଙ୍କର ମଧ୍ୟ ମା ଶ୍ରୀଙ୍କୁ ସେମାନେ ଜାଣିବେ ଏବଂ ପୂର୍ଣ୍ଣତା ଦିଗକୁ ଯାତ୍ରା ହବ। କିନ୍ତୁ ଏଠି କିନ୍ତୁ ଓଲଟା କଥା କହିଲେ, ଏଇଟା କେତେବେଳେ ଜଣେ ଜାଣିବେ? ଏମିତି ଅନେକ ଗୁଡେ କଥା ମନେ ଅଛି। ଜଣେ ଥିଲେ, ସିଏ ହଠାତ୍ କୌଣସି କାମରେ ଆଉ ମୁଣ୍ଡ ଦେଲେନି, କୌଣସି କାମ କଲେନି, କେବଳ ନିଜର ନିତ୍ୟକର୍ମ ବ୍ୟତିରେକ କୌଣସି କର୍ମ କଲେନି, ଏପରିକି ମାନେ ବାହାରର ଝାଡୁ କରିବା ପରିଷ୍କାର ପରିଚ୍ଛନ୍ନ କରିବା ତାକୁ ବି କଲେନି। ସେତେବେଳେ ସମସ୍ତେ କହିଲେ ସେ ପଗଳା ହେଇଯାଇଛି କହିଲେ। ଏବଂ ସୌଭାଗ୍ୟକ୍ରମେ ମୁଁ ରୁମରେ ରହୁଥିଲି, ତାଙ୍କ ପାଖରେ ରହୁଥିଲି, ମୁଁ ନିଜେ ଦେଖିଛି ଯେ ମୋ ନିଦ ଭାଙ୍ଗିଲେ ହଠାତ୍ ରାତିରେ ମୁଁ ଦେଖେ ସେ ଜପ କରୁଥାନ୍ତି। ମାନେ ସେ ଶୋଇଛନ୍ତି କିନ୍ତୁ ତାଙ୍କ ପାଟିରୁ ଜପ ଲାଉଡଲି, ମାନେ ପାଟିର ଭଏସରେ ମୁଁ ଶୁଣିଛି। ତାମାନେ ଶୋଇବା ଅବସ୍ଥାରେ ମଧ୍ୟ ସେ ଜପ କରୁଛନ୍ତି। ତେଣୁ ବାହାରେ ଯେତେ ଲୋକ କହିଲେ ଯେ ସେ ପାଗଳ ହେଇଯାଇଛି, ଅମୁକ ହେଇଛି ସମୁକ ହେଇଛି, ମୁଁ ସେଗୁଡା କିଛି ବିଶ୍ୱାସ କରୁନି, କାହିଁକିନା ମୁଁ ନିଜେ ଦେଖୁଛି ଜଣେ ଯଦି ନିଦ୍ରା ଅବସ୍ଥାରେ ବି ଜପ କରୁଛନ୍ତି। ତେଣୁ ତାପରେ ମୋର ସେଠୁ ପ୍ରଶ୍ନ ଆସିଲା ଯେ ସେ ବ୍ୟକ୍ତି
କାହିଁକି ବାହ୍ୟ କର୍ମ କରୁନାହାନ୍ତି? ତାପରେ ସେ କେତେ ଗୁଡିଏ ଉତ୍ତର ଦେଲେ, ଯୋଉ ଉତ୍ତରଟା କି ମୁଁ ରଖିଛି ବ୍ୟକ୍ତିଗତ ଭାବରେ, ଯେହେତୁ ତାଙ୍କ ସହିତ କଥା ହେଇଥିଲି ତେଣୁ ସେଟା ମୁଁ କହୁନାହିଁ। କିନ୍ତୁ ଗୋଟେ ସମୟ ଆସେ ସେତେବେଳେ ଜଣେ ନିଜେ ଜାଣିପାରେ ଯେ କେତେବେଳେ ମତେ ସେ କାମଟି କରିବାକୁ ପଡିବ। ବା ଏମିତି କିଛି ମାନେ ନାହିଁ ଯେ ସମସ୍ତଙ୍କ ଜୀବନରେ ଆସିବ ବୋଲି, କିନ୍ତୁ ଜଣେ ବ୍ୟକ୍ତି ଜାଣିପାରେ। ଏବଂ ସେଇଟା ପ୍ରକୃତରେ ଜାଣିବା ପାଇଁ ବାଟ ହଉଛି କଣ, ଯଦି ମାଙ୍କ ପାଖରେ ମୁଁ ଯଦି ନିଜକୁ ସମର୍ପଣ କରିଦେଇଥିବି ଏବଂ ମୋର ଯେତକ ଗତିବୃତ୍ତି ଯାହା ଆସୁଛି ତାହା ବ୍ୟକ୍ତିଗତ ଇଚ୍ଛା କିଛି ନ ରଖି, ତାପର ଜ୍ଞାନ 269 କହୁଛନ୍ତି, ମୁଁ ସେଟା ପଢି ଦଉଛି ତ ଏଇଟା କହିବାଟି ସୁବିଧା ହବ ବି, ଯେ ବ୍ୟକ୍ତିଗତ ବାସନା ନ ରଖିକି କେବଳ ମାଙ୍କ ଇଚ୍ଛା ହିଁ ପରିପୂର୍ଣ୍ଣ ହଉ, କେବଳ ପ୍ରଭୁଙ୍କର ପରମଙ୍କର ଇଚ୍ଛା ପରିପୂର୍ଣ୍ଣ ହଉ। ଏପରିକି ଲାଇଭ ଡିଭାଇନରେ ଲେଖା ଅଛି ଯେ ପ୍ରଭୁ ନିଜେ କହୁଛନ୍ତି, ତୁମେ ଯଦି ରୂପାନ୍ତର ହବା ପାଇଁ ଯୋଗ କରୁଛ ତେବେ ତମେ ମୋ ଯୋଗ କରୁନ। ହଠାତ୍ ଆପଣଙ୍କୁ କଷ୍ଟ ଲାଗିବ, ଏମିତିଆ କଣ କଥା କହିଲେ, କାହିଁକିନା ଏଇଟା ସମସ୍ତଙ୍କୁ ପବ୍ଲିକଲି ସେଥିପାଇଁ କୁହାଯାଏନି। କାହିଁ କହୁଛନ୍ତି ନା, ତୁମର ଗୋଟିଏ ଯଦି ଏତିକି ବାଟ ରଖିଦେଲ ଲକ୍ଷ୍ୟ, ତାହେଲେ ତା ବିୟଣ୍ଡ ଯଦି ତମକୁ କିଛି ଦିଆଯାଏ ତେବେ ତମେ ଗ୍ରହଣ କରିବାକୁ ରାଜି ହବ ନାହିଁ। ଇଏ ହଉଛି ମଣିଷର ନେଚର। ସେଠି ତାପରେ ଲେଖୁଛନ୍ତି, ତୁମର ଗୋଟିଏ ମାତ୍ର ଲକ୍ଷ୍ୟ ରହିବ, ସେଟା ହଉଛି କଣ, ଭଗବାନ ଯାହା ଚାହିଁବେ ତୁମ ମଧ୍ୟ ଦେଇ ପରିପ୍ରକାଶ କରିବା ପାଇଁ ତାହା ପରିପ୍ରକାଶ ସେ କରିବେ। ବର୍ତ୍ତମାନ ସିଏ ଯଦି ମତେ ରୂପାନ୍ତରିତ କରିବାକୁ ଚାହିଁବେ, ରୂପାନ୍ତରିତ ହେବି। ରୂପାନ୍ତରିତ ହେଲା ପରେ କଣ କରିବାକୁ ଚାହିଁବେ ତାହା କରିବେ ସିଏ। ସବୁ କିଛି କେବଳ ତାଙ୍କ ଇଚ୍ଛା ଅନୁସାରେ କରିବା। ତେଣୁ ଏଇ ନିଜର କୌଣସି ପ୍ରକାର କାମନା ବାସନା ରଖିବନି, ତାକୁ ମାଙ୍କୁ ପୂର୍ଣ୍ଣ ଭାବରେ ଛାଡିଦବା ଆମ ଭିତରେ କାମ କରିବା ପାଇଁ। ତାହେଲେ ସେଇ ସମୟଟା ଆମେ ଜାଣିପାରିବା। ଏମିତି ବାହାରକୁ କହିହବ ନାହିଁ ଯେ ଏଇଭଳିଆ କଣ୍ଡିସନ ହେଲେ ଜାଣିହବ ବୋଲି। ସେଠି କହିଲେ, ଲାଷ୍ଟ ଲାଇନଟା ପଢିକି ଆମେ ଯିବା ନେକ୍ସଟ କୁ, ଯେ ସେହି ଦିବ୍ୟ ଉତ୍ସରୁ ଯାହା କିଛି ସନ୍ଦେଶ ଅଥବା ରୂପାୟଣ ଆସିବ ତାହାରି ଲାଗି ପ୍ରତୀକ୍ଷା କରିବେ। ତାପରେ ଜ୍ଞାନ 269 କହୁଛନ୍ତି, ଜ୍ଞାନ 269 ପ୍ରଭୁ ଲେଖୁଛନ୍ତି, ଯାବତୀୟ ସନ୍ଦେଶକୁ ଶୁଣିବା ମାତ୍ରକେ ତୁମେ କଦାପି ସଙ୍ଗେ ସଙ୍ଗେ ଲମ୍ଫ ପ୍ରଦାନ କରି ଉଠିବ ନାହିଁ। କାରଣ ଏପରି ଅନେକ ମିଥ୍ୟାବାଦୀ ଆତ୍ମା ବି ଥାଇପାରନ୍ତି ଯେଉଁମାନେ କି ତୁମକୁ ଠକି ଦେବା ଲାଗି ତିଆରି ହୋଇ ଆସିଥିବେ। ପ୍ରଥମେ ନିଜର ହୃଦୟକୁ ଶୁଦ୍ଧ କରି ରଖିବ, ତାପରେ ଯାଇ ଶୁଣିବ। ଏଇଟାର ଆଲୋଚନାରେ ଯଦି ଆମେ ମାଙ୍କର ଯୋଉ ଲେଖାଟି ଅଛି ତାକୁ ଦେଖିବା, ତା ପୂର୍ବରୁ ଖାଲି ଗୋଟେ ଲାଇନ ଦି ଲାଇନ ଦେଇକି ପଢିବା। ତାମାନେ ଏଠି ଗୋଟେ କଣ୍ଡିସନ ରହିଛି, ଗୋଟେ ପରିସ୍ଥିତି ଥାଇପାରେ ଯେ ଏମିତି କିଛି ଥାଆନ୍ତି ବ୍ୟକ୍ତି ଯୋଉମାନେ କି ମିଥ୍ୟାକୁ ପ୍ରତିନିଧିତ୍ୱ କରୁଥିବେ କିମ୍ବା ମିଥ୍ୟା ତାଙ୍କୁ କବଳିତ କରି ଯନ୍ତ୍ର କରି ଅସ୍ତ୍ର କରିକିରି ବ୍ୟବହାର କରୁଥିବ। ଏଇଠି ଆମେ ମନେ ପଡିଯିବ ମା ଯେତେବେଳେ କହିଲେ ଯେ ଯୋଉ ବ୍ୟକ୍ତି ମାନେ ନିଜ ସ୍ୱାର୍ଥ ସିଦ୍ଧି ପାଇଁ ମୋ କଥା ଏବଂ ଶ୍ରୀମାନଙ୍କ କଥାକୁ ବ୍ୟବହାର କରନ୍ତି, ସେମାନଙ୍କ ମଧ୍ୟ ଦେଇ ମୁଁ କାମ କରିପାରେ ନାହିଁ। ଆହୁରି କହିଲେ ଯେ ସେମାନଙ୍କ ମଧ୍ୟ ଦେଇ ଅତିମାନସ ଶକ୍ତି ସଞ୍ଚରିତ ହୋଇପାରେ ନାହିଁ। ତାମାନେ ଏମିତି ବି ବ୍ୟକ୍ତି ଅଛନ୍ତି, ଏମିତି ଆମକୁ ମିଳିପାରନ୍ତି ଯୋଉମାନେ କି ମା ଶ୍ରୀଙ୍କ କଥା କହୁଥିବେ କିନ୍ତୁ ସେମାନେ ଛଳନାପୂର୍ଣ୍ଣ ଭାବରେ କହୁଥିବେ ଏବଂ ନିଜ ସ୍ୱାର୍ଥ ସାଧନ ପାଇଁ କହୁଥିବେ। ତେବେ ସେମାନଙ୍କ କଥା ମାଙ୍କ କଥା ନୁହେଁ, କାରଣ ମା କହିଲେ ଯେ ମୁଁ ସେମାନଙ୍କ ମଧ୍ୟ ଦେଇ କାମ କରିପାରେ ନାହିଁ। ଯଦିଓ ଲାଗୁଥିବ ଯେ ମାଙ୍କ କାମ ବୋଲି, କିନ୍ତୁ ସେଇଟା ମାଙ୍କ କାମ ନୁହେଁ। ଏବଂ ମା ଯୋଉ କହିଥିଲେ ଯେ ଆଧାର ପ୍ରସ୍ତୁତ ନଥାଏ ବୋଲି ଭଗବାନଙ୍କ କାର୍ଯ୍ୟ ବିଳମ୍ବ ହୁଏ, ଏଇମାନେ ହଉଛନ୍ତି ସେଇ ପ୍ରକାର ବ୍ୟକ୍ତି ଯୋଉମାନେ କି ସାଧାରଣ ବ୍ୟକ୍ତି ଠାରୁ ଡେଞ୍ଜରସ୍। ଏଠି ସେଥିପାଇଁ କହିଲେ ଯେ ଯେଉଁମାନେ କି ତୁମକୁ ଠକି ଦେବା ଲାଗି ତିଆରି ହୋଇ ଆସିଥିବେ, ତେଣୁ ସେଥିପାଇଁ ଆମକୁ ସତର୍କ ହେବାକୁ ପଡିବ। ଏବଂ ସେଥିପାଇଁ କଣ କରିବେ, ନିଜର ହୃଦୟକୁ ଶୁଦ୍ଧ କରି ରଖିବ, ତାପରେ ଯାଇକି ତମେ କାହା କଥା ଶୁଣିବ। ସେଥିରେ କଣ କଣ ଷ୍ଟେପ କହିଦଉଛନ୍ତି ମା କହୁଛନ୍ତି, ସବୁ ସନ୍ଦେଶ ଦିବ୍ୟ ପରମ ସତ୍ତାଙ୍କ ଠାରୁ ଆସୁଛି ବୋଲି ଆଦୌ ସ୍ୱୀକାର ନ କରିବା, ଏହା ହେଉଛି ପ୍ରକୃତରେ ସବୁଠାରୁ ଅଧିକ ମହତ୍ୱପୂର୍ଣ୍ଣ କଥା। କଣ କହିଲେ, ଯେ ସବୁ ସନ୍ଦେଶ ଯେ ପରମଙ୍କ ପାଖରୁ ଆସୁଛି ତ ଆକୁ ସ୍ୱୀକାର ନ କରିବା, ଏଇଟା ହଉଛି ମହତ୍ୱପୂର୍ଣ୍ଣ କଥା।
ଅଧିକ ମହତ୍ୱପୂର୍ଣ୍ଣ କଥା ଆମେ ଭାବି ଦଉ ନା ସେଠି ବେଳେ ବେଳେ ଆମେ କେତେ ଗୁଡେ ଜାଗାରେ ମାଙ୍କର ବା ପ୍ରଭୁଙ୍କର ମେସେଜ କୁ ଟିକେ ନିଜ ଦୃଷ୍ଟିକୋଣରୁ ନେଇକି ବିଚାର କରୁ ଯେମିତି କି କଣ ନା ସିଏ ଯାହା ହେଇଥାଉ ହେଇଥାଉ ତମ ଆଟିଚ୍ୟୁଡ ଯଦି ଠିକ ଅଛି ତାହେଲେ ଠିକ ଅଛି ନାଇଁ ଏଠି ବି ମୋ ଆଟିଚ୍ୟୁଡ ଯଦି ଠିକ ଅଛି କଣ ହବ ମୁଁ ସୁରକ୍ଷିତ ରହିବି ମାଙ୍କର ସୁରକ୍ଷା ବଳ ଦ୍ୱାରା ମୁଁ କେତେବେଳେ ନା କେତେବେଳେ ଜାଣିପାରିବି ଯେ ସେଇଟା ମିଥ୍ୟା ଦ୍ୱାରା ମାନେ ମତେ ମିଥ୍ୟା ତାକୁ ପ୍ରତିନିଧିତ୍ୱ କରୁଛି ମତେ ବ୍ୟବହାର କରୁଛି এইটা নিশ্চয় মিଳିବ কিন্তু ତା ଅର୍ଥ ନୁହଁ ଯଦି ମୁଁ ଜାଣିଗଲିଣି ଯେ ଏଇଟା ମିଥ୍ୟାକୁ ପ୍ରତିନିଧିତ୍ୱ କରୁଛି ତେବେ ବି ମୁଁ କହିବି ମୋ ଆଟିଚ୍ୟୁଡ ତ ଠିକ ଅଛି ମୁଁ ମିଶିଲି କଣ ହେଲା ସେଠୁ କେତେ ଗୋଟେ ମେସେଜ ରହିଛି ଏପରିକି ପଚରା ହେଇଛି ଯେତେବେଳେ ଯେ ମନେ କରାଯାଉ ଗୋଟେ ପ୍ରଶ୍ନ ଏଇ ପ୍ରଶ୍ନଟି ଏଠି ପୁରା ଡାଇରେକ୍ଟଲି ଆମେ ବୁଝିପାରିବା ଯେ ମନେ କରାଯାଉ ଜଣେ ଗୁରୁ ସିଏ ମାନେ ପ୍ରକୃତରେ ସାଧୁ ନୁହନ୍ତି କିନ୍ତୁ ଜଣେ ଶିଷ୍ୟ ତାଙ୍କ ଉପରେ ଅଗାଧ ବିଶ୍ୱାସ ରଖିଛି ତେବେ କଣ ହବ ସେଇଠି ଉତ୍ତର ଦଉଛନ୍ତି ଯେ ଜଣେ ଯଦି ସେ ଗୁରୁଙ୍କୁ ଭିତରେ ଭଗବାନ ଅଛନ୍ତି ଭଗବାନ ତାଙ୍କୁ ପରିଚାଳିତ କରୁଛନ୍ତି ବୋଲି ଭଗବାନ ବୋଲି ଭାବିକି ତାଙ୍କୁ ଗୁରୁ ରୂପେ ଗ୍ରହଣ କରିଥାଏ ତେବେ ଗୁରୁ ଯୋଗ୍ୟ ହେଇଥାନ୍ତୁ କି ନ ହେଇଥାନ୍ତୁ ଶିଷ୍ୟର କ୍ଷତି ହବ ନାହିଁ ତା ଭିତରେ ସେଇ ବ୍ୟକ୍ତି ଭିତରେ ଭଗବାନ ତାଙ୍କୁ ଉତ୍ତର ଦେବେ ଏଇଟା କହିଛନ୍ତି ଏବଂ ଆଉ ଗୋଟେ ଜାଗା ଆଉ ଅନ୍ୟ ଜାଗାରେ ବି କୁହାହେଇଛି ଯେ ତୁମେ ଯେତେବେଳେ କାମ କରୁଛ ବା କୋଉଠି ଯେତେବେଳେ ସଂଗଠନ ଭିତରେ ପ୍ରବେଶ କରୁଛ ସେତେବେଳେ ତୁମର ଆଟିଚ୍ୟୁଡଟା ରାଇଟ ଆଟିଚ୍ୟୁଡ ହେଇଥିବା ଦରକାର ରାଇଟ ଆଟିଚ୍ୟୁଡରେ କାମ କରିବା ଦରକାର ଏଇ ଦିଟା ମେସେଜକୁ ଲୋକ କଣ କରନ୍ତି ମିସ୍ ଇଣ୍ଟରପ୍ରିଟ କରି କହନ୍ତି ମନେ କରାଯାଉ କୌଣସି ଗୋଟେ ଜାଗାରେ ତମେ ଦେଖିଲ ଯେ ତମେ ଜାଣିଲ ଅନୁଭବ କରୁଛ ଯେ ସେ ବ୍ୟକ୍ତି ମିଥ୍ୟା ଦ୍ୱାରା ପରିଚାଳିତ ହଉଛି ତଥାପି ବି ତାକୁ ଆମେ ସମର୍ଥନ କରିବାକୁ ଏଇ ଦିଟାକୁ ସେମାନେ ନେଇକି ସେଠି ଏକ୍ସାମ୍ପଲ ଦେଇ ଦିଅନ୍ତି କହନ୍ତି କଣ ତମର ଆଟିଚ୍ୟୁଡ ଯଦି ଠିକ ଅଛି ତାହେଲେ ତମର କଣ ଅଛି ତମେ କାହିଁ କରିବନି କାମ ହାରମୋନି ସହିତ ରକ୍ଷା କର ଏଇଠି ଏଇ ମେସେଜଟା ମନେ ପକେଇବା ଯଦି ମୁଁ ଜାଣି ନାହିଁ ମୁଁ ରାଇଟ ଆଟିଚ୍ୟୁଡରେ ରହିଛି ତାହେଲେ ମୁଁ ସୁରକ୍ଷିତ ରହିବି କାହିଁକି ନା ମତେ ଭଗବାନ ତା ଭିତରେ ଦେଇକି ଉତ୍ତର ଦଉଛନ୍ତି ଯେତେବେଳେ ଭଗବାନ ମତେ ନିର୍ଦ୍ଦେଶ ଦେଲେଣି ମତେ ଜଣେଇଲେଣି ମତେ ସତର୍କ କରିଦଉଛନ୍ତି ଯେ ତମେ ଯାହା ସହିତ ମିଶୁଛ ବା ଯୋଉଟାକୁ ନେଇ କାମ କରୁଛ ସେ ବ୍ୟକ୍ତି ମିଥ୍ୟା ଦ୍ୱାରା ପରିଚାଳିତ ହଉଛି ତେବେ ତୁମେ ତାକୁ ଯଦି ତଥାପି କହୁଛ ନା ନା ମୁଁ ତ ରାଇଟ ଆଟିଚ୍ୟୁଡରେ ଅଛି ତେବେ ତା ସହିତ କାମ କଲେ ମୋର କିଛି ଅସୁବିଧା ହବନି ତାମାନେ ସେଠି ଆମର ଏଇଟା ହଉଛି ଅହଙ୍କାର କାମ କରୁଛି ମାନେ ତାମାନେ ମୁଁ ଭାବୁଛି ମୁଁ ରାଇଟ ଆଟିଚ୍ୟୁଡରେ ଅଛି ତେଣୁ ମତେ କିଛି କଣ କରିବନି ମାନେ ଫିଲ୍ଟର କରି ମୁଁ ଛାଣିକି ନେଇଯିବି ମତେ କେହି ବାଧା ଦେଇପାରିବେନି ଦିସ୍ ରଙ୍ଗ ଆଇଡିଆ ଏଇଟା ହଉଛି ଇଗୋର ଗୋଟିଏ ଆଉ ଗୋଟିଏ ରୂପ ସେଠି ତୁମକୁ ସତର୍କ ହବାକୁ ପଡିବ ସେ ବ୍ୟକ୍ତିକୁ ସେ ଘଟଣାକୁ ପ୍ରତ୍ୟାଖ୍ୟାନ କରିବାକୁ ପଡିବ ଏଠି ସେଥିପାଇଁ କହିଲେ ବେଳେ ବେଳେ ଆମେ ଯୋଉ ଭାବୁ ଯେ ଲାର୍ଜ ସ୍କେଲରେ ଭାବୁ ଯେ ସବୁ କଥା ସବୁ କୁହାହେଇଛି ଯେ ସବୁ ଭଗବାନଙ୍କ ଇଚ୍ଛାରେ ହଉଛି ତେଣୁ ଯାହା ଆସୁଛି ସେଇଟା ବି ଦିବ୍ୟ ପରମ ସତ୍ତାଙ୍କର ଇଚ୍ଛା ଏଠି ମା କହୁଛନ୍ତି ଏଇ ସବୁ ଯାକ ଦିବ୍ୟ ପରମ ବା ପରମ ସତ୍ତାଙ୍କ ପାଖରୁ ଆସିନାହିଁ ବୋଲି ଜାଣିବାଟା ହଉଛି ଅଧିକ ମହତ୍ୱପୂର୍ଣ୍ଣ କଥା ତାକୁ ସ୍ୱୀକାର ନ କରିବା ହଉଛି ଅଧିକ ମହତ୍ୱପୂର୍ଣ୍ଣ କଥା ଖାଲି ଭାବିଦବାନି ଯେ ଯେହେତୁ ସବୁ ତ ମାଙ୍କ ଇଚ୍ଛା ଅନୁସାରେ ହଉଛି ଭଗବାନଙ୍କ ଇଚ୍ଛା ବିନା କଣ କିଛି ହୁଏ କି ତେଣୁ ତା ଭିତରେ ଯୋଉ ପ୍ରେରଣାଟା ଆସିଲା ସିଏ ଯୋଉ ମତେ କହୁଛି ମିଥ୍ୟା ଦ୍ୱାରା ହଉ କି ଯୋଉ ଦ୍ୱାରା ହଉ ସେଇଟା ବି ଭଗବାନଙ୍କର ଇଚ୍ଛା ଏ ଧାରଣା ଭୁଲ ଏ ଧାରଣାରୁ ଦୂରେଇ ରହିବା ତେଣୁ ଏ କହିଲେ ଏଇଟା ଅଧିକ ମହତ୍ୱପୂର୍ଣ୍ଣ କଥା ହଉଛି ସେଇଟା ତାପରେ କହୁଛନ୍ତି କାହିଁକି ନା କାରଣ ଏହି କ୍ଷେତ୍ରରେ ଜଣେ ଛଳନାକାରୀର ଆଦେଶ ପାଳନ କରିବାର ଆଶଙ୍କା ମଧ୍ୟ ସବୁବେଳେ ରହିଥାଏ ସିଧାସଳଖ ମା ଲେଖୁଛନ୍ତି ଏକ ମାଙ୍କ ମେସେଜଟାକୁ ମୁଁ ଡାଇରେକ୍ଟଲି ପଢୁଛି ଆ ଦ୍ୱାରା କଣ ହୁଏ ଜଣେ ଛଳନାକାରୀର ଆଦେଶ ପାଳନ କରିବାର ଆଶଙ୍କା ମଧ୍ୟ ସବୁବେଳେ ରହିଥାଏ ମତେ ଲାଗୁଛି ମୁଁ ମାଙ୍କ କାମ କରୁଛି କିନ୍ତୁ ମୁଁ ଗୋଟେ ଛଳନାକାରୀର ଆଦେଶ ପାଳନ କରୁଛି ମୁଁ ଜାଣି ସାରିଲିଣି ସେ ଛଳନା କରୁଛି ତଥାପି ତାଙ୍କ ଆଦେଶ ପାଳନ କରୁଛି ଏଠି କଦାପି ନୁହଁ ଏଇଟା ହାରମୋନିସେଟ ଏଇଟା ହଉଛି ପିଓରଲି ଟୁ ଡିସିଟ୍ ଦ ଡିଭାଇନ ଭଗବାନଙ୍କୁ ଠକିବା ଏଇଟା ଲେଖିଛନ୍ତି ତାପରେ ଏଇଟା ହଉଛି ତମେ କେବଳ ଠକୁଛ ବୋଲି ଲେଖିଲେ ନା ତାପରେ କହୁଛନ୍ତି କଣ କଣ କରିବ ଏଇ କ୍ଷେତ୍ରରେ କେବଳ ଗୋଟିଏ ସୁନିଶ୍ଚିତ ପ୍ରମାଣ ରହିଛି ଯେ କଣ ପ୍ରମାଣ ରହୁଛି ଏକରେ କହିଲେ କେମିତି ଆମେ ଚିହ୍ନି ପାରିବା
एकरे कहउछन्ति तुम भितरे आदौ कौनसी व्यक्तिगत वासना नथिबो। व्यक्तिगत वासना किछि भी नथिबो कौन सी प्रकार एटा बुझेवा दरकार नहीं। आम समस्ते जानिचु कौन सी गोटे जगार मोर गोटे थाए निश्चय थाए जो प्रकार रहू जदि रहिला तामाने आपण जानले व्यक्तिगत वासना जो प्रकार रहू एटा बुझिवा सहज कहवा दरकार नहीं। दुई रे कहले एपरिकी दिव्य परम सत्तांकर सेवा करिपारिबा लागि मध्य कौनसी वासना नथिबो। एइटा जेतेबेले प्रिलिमिनारी कंडीशन रे प्रथम प्रथम जेतेबेले व्यक्ति कार्य करने को आरंभ करे बा विश्वास दृढ़ हेई न थाए सेतेबेले बारंबार कह जाए जेतेबेले काम करिवो भगवान पई काम करिवो तांको सेवा अर्थ करिवो तांको प्रीत्यर्थ करिवो एटा ठीक अछि किंतु वासना रखिबोनी। परम सत्तांकर सेवा करिबारिबा लागि मध्य कौनसी वासना नथिबो। सेठी वासना कथा कहीं कह जेटा गोटे आटाचमेंट डेभलप हो जाए। एटी केतेबेले हबो ना मु खाली जस्ट गोटे दिटा कहबी मु कहून जे एटा पूरा से कथाटा को डायरेक्टली कहूची कारण आर लक्षण बुझिबा एते सहज नुहे। जे मन करा जाओ मो भितरे जदि रहिला काम भितरे बड़ सान भाव रहिला बा भाबिले एइटा होची डायरेक्ट मांग काम सेटा इनडायरेक्ट मांग काम ए प्रकार भावना रहिले माने वासना रहिची बोली हमहु जानि परिबा। मु खाली गोटे एमती एग्जांपल टे कहली जे परम सत्तांक सेवा करिया लागि हम भितर वासना रहिची बोली एइटा गोटे लक्षण। आउ एमती जहाँ हबो सेटा देखंतु सीधा कथा होची मां को डाकिले मां जणै देबे जे कोउटा कोन केमती रहउची किंतु सेठी गोटे द्वंद्व थाए आ गोटे असुविधा थाए। द्वंद्व होची सब जेहेतु मु पूर्ण भाव में प्रस्तुत हेई नाही तेणु बुझी पारेनी बेले बेले टिके टिके एपट सेपट रही जाए सतरे एटा कि नुह एटा हला असुविधा कौन। असुविधा होची जे मु सेई कथाटी को मां को आउ थरे ऑफर करे मु मां को सेटा ऑफर कर दा सब कथा को जे मां मु भाबुची एया तेणु करूची तमे मते आउ टे गाइड करो मते आउ टे तुमरो निर्देश मते आउ टे स्पष्ट हो। जदि मु न करिकिरी सब कही सार जदि भाविल ना ना एटा मां को इच्छा तो कली आउ ऑफरिंग टा निरंतर रहउतु ताहले कौन हबो गोटे गोटे जगार हिंट्स दिया जाए से हिंट्स टा मु बुझी परिबा पय समर्थ हेबी। जदि मु से हिंट्स को न सुनिली हिंट्स को कौनसी कौनसी उपाय रे हो टिके अनदेखा कर देली सेटा असुविधा सृष्टि करे। कौन असुविधा सृष्टि करे ना से हिंट्स टा परे आसे किंतु अन्य गुड़ाक एते उठी जाइथांदे ऊपर को जे सेटा डिमिनिश भलिया लागे मो सुबा जाए मु जानि पारेनी। तेणु सेटा टिके हम निरंतर प्रार्थना करिबा मां को बारंबार बारंबार जणुथिबा ताहले मते से हिंट्स को कौनसी उपाय रे भी मु हाथ छड़ा करिबि नाही। ताको जेमती हेले बुझी न पार जदि पुणी मां कोई मां गोटे हिंट्स आसिला जे मु किंतु बुझी पार मां कहबो। दुई रे कोन कहले दिव्य परम सत्तांकर हां भाई कहला ଏଇ कहला ଯୋଉ କହିଲ ସେଇଟା ଯୋଉ ଏଇ ଯୋଉ କହିଲ ଏବେ ବା ଯୋଉ ସୂଚନା କଥା ସେଟା ନ ଜାଣି ପାରିଲେ ମାନେ କେମିତି ଆମେ ଜାଣିବା ଯେ ସୂଚନା ଟା ଆସୁଛି ବୋଲି। देखो से कौच आरंभ आम करा पड़ो कौन जहाँ भी जितेबले मो भितर भावना आसु धारणा आसु सूचना आसु प्राथमिक पदक्षेप कौन करेंगे सबू कथा माँ को कहे माँ को कहला मत जोटा ता भर सर्वोत्तम लगिला मुझे करी कि माँ को कहीकि करी माँ मत लगुच सर्वोत्तम ये डिफरेन्स देखो भावनाटा कौन मत लगुच सर्वोत्तम मु कहूनी ये सर्वोत्तम बोली निज भीतर जब कौन ना ना यहाँ पूरा ठीक यहाँ मुझे जोटा कहूँ पूरा ठीक जदि यही भाव रहा ताहले आपण धीरे धीरे सूचना आउ ग्रहण करने को समर्थ हे ना। जदि यही भाव रहा जे ना मत लगुच यहाँ ठीक माँ मुझे मत लगुच यहाँ ठीक मुझे जाऊँगी तमें मत गाइड कर आउ टे स्पष्ट निर्देश टे दियो मुझे बुझीपारि तुम मत तैयारी कर यही आटीट्यूड रही कौन हम ना धीरे 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 संपर्कटा घनीभूत हम मो बुझीबार सामर्थ्य बढ़ मत से जो निर्देश स्पष्ट आसो आसे स्पष्ट मुझे बुझी पारिबा स्पष्ट है यहाँ बारंबार कहवाक पड़ो जोटा मत सर्वोत्तम लगुच सेटा करी किंतु कहिबी
ଯେ ମତେ ଲାଗୁଛି ଏଇଟା ସର୍ବୋତ୍ତମ ମୁଁ କରୁଛି, ତୁମେ ମତେ ଗାଇଡ କର, ମତେ ଆଉ ଟିକେ କେମିତି ସେଇଟା ସ୍ପଷ୍ଟ ହବ, ସେ ଦାୟିତ୍ୱ ମା ତମେ ଟିକେ ନିଅ। ଏଇ ଜିନିଷଟା ବାରମ୍ବାର କହିବାକୁ ପଡିବ। କହିଲେ ଆମ ଭିତରର ଯୋଉ ଓପନିଂଟା ଆହୁରି ଅଧିକରୁ ଅଧିକ ଖୋଲି ଧରିବ। ସେତିକି ସେତିକି କଣ ହବ, ଉଚ୍ଚତର ସତ୍ତା, ଉଚ୍ଚତର ଶକ୍ତି ମୋ ଭିତରେ କାମ କରିବ। ତାହେଲେ ମୋର ବୁଝିବା ସାମର୍ଥ୍ୟ ବୃଦ୍ଧି ପାଇବ ଏବଂ ଯୋଉ ଇଙ୍ଗିତଟି ମୁଁ ବୁଝି ପାରୁନାହିଁ ସେ ମତେ ଅଧିକରୁ ଅଧିକ ସ୍ପଷ୍ଟ ହେଇ ହେଇ ଚାଲିବ। ତୃତୀୟରେ କହିଲେ ତୁମେ ଏକ ସମଗ୍ର ଶାନ୍ତ ଅବସ୍ଥା ମଧ୍ୟରେ ନିମଗ୍ନ ହୋଇ ରହିଥିବ। ଏଇଟା ଏତେ ସହଜ କଥା ନୁହଁ। କହିଲେ ସମଗ୍ର ଶାନ୍ତ ଅବସ୍ଥା ମଧ୍ୟରେ ନିମଗ୍ନ ହୋଇ ରହିଥିବ। ବାରମ୍ବାର କୁହାଯାଏ, ଆମକୁ ସେଇଥିପାଇଁ ଆସ୍ପୃହା କରିବା, କାହିଁକିନା ଏଇଟା ଏତେ ସହଜ କଥା ନୁହଁ। କିନ୍ତୁ ଗୋଟିଏ କେତେ ଗୁଡ଼ିଏ ବାଟ ଆମେ କରିପାରିବା। ଯେମିତିକି ଆମେ ଯେମିତି ବାରମ୍ବାର ଆମେ କହୁଛନ୍ତି ଯେ ତମେ ଆବାହନ କର ଶାନ୍ତ, ଶାନ୍ତି, ସ୍ଥିରତା, ଅଚଞ୍ଚଳତା, ନିଶ୍ଚଳ, ନିରବତା। ସେ ଯୋଉ ଗୋଟେ ତାକୁ ଆହ୍ୱାନ କରିବା ଯେ ସେ ମୋ ଭିତରକୁ ଆସୁ, ମୋ ଭିତରକୁ ଆସୁ। ମା କହୁଛନ୍ତି ଯେ ତମେ ଡାକିବ କମ ପିସ୍, ମାନେ ଶାନ୍ତିକୁ ଡାକିବ ଆସ ଆସ। ଏବଂ ମାଇଣ୍ଡକୁ ନିରବ ରଖିବା ପାଇଁ ଗୋଟେ ଗୋଟେ ଅଭ୍ୟାସ, ଛୋଟ ଛୋଟ ଅଭ୍ୟାସ ନେବେ। ଯେମିତିକି ଠିକ ଅଛି, ଦରକାର ନ ପଡିଲେ ବେଶୀ କଥା ଯେମିତି ନ କହେ, ସେ ସଂକଳ୍ପ ନେବି। ତାହେଲେ ଯୋଉଠି ମତେ ଲାଗିଲା ଯେ ନାଇଁ ମୁଁ କହିବି ନାହିଁ, ଚୁପ ରହିବି, ବା କହିବା ପୂର୍ବରୁ ମୁଁ ଆଉ ଟିକେ ଭାବିବି, ଇଏ ଗୋଟେ ଷ୍ଟେପ ହେଇପାରେ। କିମ୍ବା ଗୋଟେ ହେଇପାରେ ଯେ ମୁଁ ଗହଳି ଭିତରେ ରହିଛି ବା ମୋ ମୁଣ୍ଡ ଭିତରେ କିଛି ଆସୁଛି ଯେତେବେଳେ, ସେତେବେଳେ ମୁଁ ନାମଜପ କରିବି। ଛୋଟିଆ ସଂକଳ୍ପଟେ କରିବ, ମୁଁ ନାମଜପ ସେତେବେଳେ ଏତେ ଗଣ୍ଡଗୋଳ ଭିତରେ ଥିଲି, ନାମଜପ କରିପାରିଲିନି, ନା ନା ମୁଁ ନାମଜପ କରିବି। ଏମିତି ଛୋଟିଆ ଛୋଟିଆ ଗୋଟିଏ ଗୋଟିଏ ସଂକଳ୍ପ ନିଅନ୍ତୁ। ତାହେଲେ ଧୀରେ ଧୀରେ ମୋର ଶାନ୍ତ ଅବସ୍ଥା ଆଡକୁ ପ୍ରସ୍ତୁତିଟା ଚାଲିବ। ତାପରେ କହିଲେ ଏଇ ତିନିଟା କାମ କଲା ପରେ ତେବେ ଯାଇ ତୁମର ବିବେକ ନିର୍ଭୁଲ ଭାବରେ ଶୁଣି ପାରୁଛୁ ବୋଲି ତୁମେ ନିଶ୍ଚିତ ହୋଇପାରିବ। ତାମାନେ ଯେତେବେଳେ ମୁଁ ସବୁବେଳେ ଶାନ୍ତ ରହୁଥିବି ଏବଂ ଦିବ୍ୟ ପରମ ସତ୍ତାଙ୍କର ସେବା କରିବା ଲାଗି ମଧ୍ୟ ମୋର ବାସନା ନଥିବ, ନିଜର ବ୍ୟକ୍ତିଗତ ବାସନା ନଥିବ, ତେବେ ମୁଁ କନଫର୍ମ ହେଇଯିବି। ସେତେବେଳେ ଯୋଉ ନିର୍ଦ୍ଦେଶଟି ଆସିବ, ଏବେ ସ୍ପଷ୍ଟ ଯେ ସେ ନିର୍ଦ୍ଦେଶଟି ଚିହ୍ନି ପାରିବ, ତ ସିଧାସଳଖ ଦେଖାଯିବ ଆଉ ସେଟା ପରମ ସତ୍ତାଙ୍କର ଉଦ୍ଦେଶ୍ୟ ବା ଆଦେଶ, କିମ୍ବା ଆଉ ଛଳନା କାରୀର ଆଦେଶ, এটা ଜାଣି ହେଇଯିବ। ମା, ମା, thank you all, Robert.